नमस्कार दर्शक बंधु शुभ संध्या आम नहीं आसु देश विदेश राज्य 20 गुरुत्वपूर्ण खबर भल लगे भिडियो को लाइक करने सहित आपण जिलार ना लिखिदेवे जहाँफल प्रत्येक दिन आपण जिलार खबर पाइपर तेज कौन रही आज सन्धार खबर चलता नजर पकाइबा। स्नान पूर्णिमा पुरी पुलिस पक्षर ट्राफिक एडवाइजर जारी 10 तारिख संध्या सुधा ट्राफिक रे नुआ कटकणा मेडिकल छक ठारू श्रीमंदिर जाए 4 चकिया जान उपरे कटकणा 2 चकिया जान मार्केट छक म्युनिसिपालिटी मार्केट कॉम्प्लेक्स रे पार्किंग व्यवस्था मध्य अछि। तेबे कुहा जाउछि जे विश्व प्रसिद्ध रथयात्रा एबेठु मध्य प्लानिंग चलिलानी। एआई कैमेरा लागिबो 100टी कैमेरा लागिबो महिला पुरुषों ପାଇଁ ନୂତନ ବ୍ୟବସ୍ଥା ମଧ୍ୟ ହେବ। ଭୁବନେଶ୍ୱର ଆଡୁ ଆସୁଥିବା 4 ଚକିଆ ଯାନ ଜେଲ୍ ରୋଡ ଶରଧା ବାଲିରେ ପାର୍କିଂ କରିବେ। କୋଣାର୍କ ଆଡୁ ଆସୁଥିବା ଯାତ୍ରୀଙ୍କ ପାଇଁ ଶରଧା ବାଲିଠାରେ ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏନେକି ପୁରୀ ପୋଲିସ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା ମଧ୍ୟ ହୋଇଛି। ତା ସହିତ ପୁରୀରେ ଏଥର ଖୁବ୍ ଜଲ୍ଦି ଏସଓଜି ପୋଲିସ ଫୋର୍ସ ଲାଗିବେ। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ନାହିଁ। ପୂର୍ବ ବର୍ଷ ଯେଭଳି ବଡ଼ ଠାକୁର ବଳଭଦ୍ରଙ୍କୁ ଛେଳବାୟତ ମାନେ ପକାଇ ଦେଇଥିଲେ ଏଥର ସେଭଳି ପରିସ୍ଥିତି ଦେଖାଯିବ ନାହିଁ। ସେବାୟତ ମାନେ କମ୍ ଚଢିବେ ରଥରେ, ମୋବାଇଲ ବିନା ରଥ ଉପରେ ଚଢିବେ। ଭୁବନେଶ୍ୱରରେ ରେଳ ପ୍ରକଳ୍ପକୁ ନେଇ ବଡ଼ ସୂଚନା ଦେଲେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଭୁବନେଶ୍ୱର ହେବ ଭୂତଳ ମେଟ୍ରୋ। ମନ୍ତ୍ରୀ କହିଛନ୍ତି ଯେ ଭୂତଳ ମେଟ୍ରୋ ପାଇଁ ନୂଆ ଆଲାଇନମେଣ୍ଟ ହୋଇନାହିଁ, କିନ୍ତୁ ନଗର ଉନ୍ନୟନ ବିଭାଗ ଆଲାଇନମେଣ୍ଟ କରିବା ପରେ ରେଳ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହେବ, ଯାହାଫଳରେ ମାଟି ତଳେ ଚାଲିବ ମେଟ୍ରୋ ଟ୍ରେନ୍। ସମ୍ପୂର୍ଣ୍ଣ ଭୂତଳ ମେଟ୍ରୋ ନିର୍ମାଣ ହେବ। ଏଲିଭେଟେଡ୍ ହେଲେ ଭୁବନେଶ୍ୱର ସହର ଅନ୍ୟାନ୍ୟ ସୌନ୍ଦର୍ଯ୍ୟ ନଷ୍ଟ ହୋଇଯିବ। ଏହାକୁ ଅକ୍ଷୁଣ୍ଣ ରଖିବା ପାଇଁ ଭୂତଳ ମେଟ୍ରୋ କରିବା ପାଇଁ ଯୋଜନା କରିଛନ୍ତି ସରକାର। ତେବେ ଏନେକି 2027 ମସିହା ନଭେମ୍ବର ସୁଦ୍ଧା ମେଟ୍ରୋ ପ୍ରକଳ୍ପ ସରିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାର। 3ଟି କୋଚ୍ ବିଶିଷ୍ଟ 13ଟି ମେଟ୍ରୋ ଟ୍ରେନ୍ କିଣିବାକୁ ଯୋଜନା ରଖିଛନ୍ତି। ଏବେ ମେଟ୍ରୋ ପ୍ରକଳ୍ପ ପାଇଁ ମାଟି ପରୀକ୍ଷା ମଧ୍ୟ କରାଯାଉଛି। ବିଭିନ୍ନ ସ୍ଥାନରୁ 50ରୁ 60 ମିଟର ମାଟି ତଳୁ କଟକ ଏବଂ ଦିଲ୍ଲୀ ଲାବୋରେଟୋରୀରେ ମାଟି ପରୀକ୍ଷା ହେବ। ମାଟି ପରୀକ୍ଷା ସରିବା ପରେ ଆରମ୍ଭ ହେବ ଫାଉଣ୍ଡେସନ ଡିଜାଇନ। ତ୍ରିଶୁଳିଆ ଫୁଲ ପୋଖରୀ ରତାଗଡଠାରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ମେଣ୍ଟେନାନ୍ସ ଡିପୋ ତିଆରି କରାଯିବ। ତେବେ ସେହି ସମୟରେ ଭୂମିଠାରୁ 13 ମିଟର ଉଚ୍ଚରେ ମେଟ୍ରୋ ଟ୍ରେନ୍ ଚାଲିବ ବୋଲି କୁହାଯାଉଛି। ପ୍ରତି 10 ମିନିଟ ବ୍ୟବଧାନରେ ମେଟ୍ରୋ ଟ୍ରେନ୍ ଚାଲିବ। ଗରମରୁ ମିଳିବ ମୁକ୍ତି, ଆସୁଛି ଆଉ ଗୋଟେ ବଡ଼ ଲଘୁଚାପ। ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣି ବଳୟ। ଆଗକୁ ରଜ ଆସୁଥିବାରୁ ଏହି ଲଘୁଚାପ ଗରମରୁ ଟିକେ ଆଶ୍ୱସ୍ତି ଦେବ। ରଜରେ ପାଗ ହେବ ବୋଲି ଆକଳନ କରାଯାଇଛି। ତେଣୁ ନିକଟରେ 2ଟି ଲଘୁଚାପ ସୃଷ୍ଟି ହୋଇଛି। ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଏଥର କୁହାଯାଉଛି 26ଟି ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା 13 ତାରିଖ ପର୍ଯ୍ୟନ୍ତ ଏକାଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ କରାଯାଇଛି। ବଜ୍ରପାତ ସହିତ ଘଡ଼ଘଡ଼ି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ରାଜ୍ୟ ସରକାରଙ୍କର ବଡ଼ ଘୋଷଣା, 76 ସହରାଞ୍ଚଳରେ ଗରିବଙ୍କୁ ମିଳିବ 5328 ଘର। ତେବେ ଏନେକି ରଜ ଭେଟି କୁହାଯାଉଛି। ଏଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରି ଘର କାର୍ଯ୍ୟାଦେଶ ବାଣ୍ଟିବାକୁ ଗୃହ ନିର୍ମାଣ ନଗର ଉନ୍ନୟନ ବିଭାଗ ପକ୍ଷରୁ ମହାନଗର ନିଗମ କମିଶନର ମ୍ୟୁନିସିପାଲିଟି ଏବଂ ଏନ୍ଏସି ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ କୁହାଯାଇଛି ଯେ ମାର୍ଚ୍ଚ 20ରେ ବସିଥିବା ପ୍ରଥମ କେନ୍ଦ୍ରୀୟ ତଦାରଖ କମିଟି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ସହରାଞ୍ଚଳରେ ଗରିବ ଲୋକ ଯେପରି ନିଜ ଘର ନିର୍ମାଣ କରିପାରିବେ ସେଥିପାଇଁ ସହାୟତା ପ୍ରଦାନ କରାଯିବ। 5ଟି କିସ୍ତିରେ 2.5 ଲକ୍ଷ ଟଙ୍କା ପ୍ରଦାନ କରାଯିବାକୁ ଥିବା ବେଳେ ଏଥିପାଇଁ କେନ୍ଦ୍ର ସରକାର 1.5 ଲକ୍ଷ, ରାଜ୍ୟ ସରକାର 1 ଲକ୍ଷ ପ୍ରଦାନ କରିବେ। ତେବେ ଏସବୁ କିସ୍ତି କୁହାଯାଉଛି ଯେ ଏଇ ମାସ ଭିତରେ ମିଳିଯିବ। କାୟା ବିସ୍ତାରୁଛି କୋରୋନା, ଦେଶରେ 6000 ପାର କୋରୋନା ସକ୍ରିୟ ମାମଲା। 24 ଘଣ୍ଟାରେ ନେଲାଣି ପୁଣି 6 ଜଣଙ୍କର ଜୀବନ। ତେବେ ରବିବାର ଦିନ ସକାଳ 8ଟା ସୁଦ୍ଧା ମୋଟ ସକ୍ରିୟ ସଂକ୍ରମିତ ସଂଖ୍ୟା 6633ରେ ପହଞ୍ଚିଛି। 24 ଘଣ୍ଟା ଭିତରେ 378 ନୂଆ ସଂକ୍ରମିତ ହୋଇଛନ୍ତି। ଗତ 24 ଘଣ୍ଟା ମଧ୍ୟରେ 6 ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି। କର୍ଣ୍ଣାଟକରୁ 2, କେରଳରୁ 3, ତାମିଲନାଡୁରୁ ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ତେବେ କେରଳରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ଏଠାରେ ମୋଟ 1950 ସଂକ୍ରମିତ ମଧ୍ୟ ହୋଇଛନ୍ତି। 22 ଜଣ ବାହାରିଲାଣି ଏବେ ଟୋଟାଲ ଓଡ଼ିଶାରେ ମଧ୍ୟ। ତେଣୁ ଆପଣମାନେ ମଧ୍ୟ ସତର୍କ ରୁହନ୍ତୁ। ଥଣ୍ଡା, ଜ୍ୱର, କାଶ, ଛିଙ୍କ, ଥକାପଣ ଲାଗିଲେ ତୁରନ୍ତ ଆପଣମାନେ ପରୀକ୍ଷା କରିନିଅନ୍ତୁ। ମାସ୍କ ଓ ସାନିଟାଇଜର ମଧ୍ୟ ବ୍ୟବହାର କରନ୍ତୁ। ବଦଳିବ ଲୋକସେବା ଭବନ ଏବଂ ବିଧାନସଭାର ଢାଞ୍ଚା, ଏନେକି ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ନୂଆ ଢାଞ୍ଚାରେ ଲୋକସେବା ଭବନ, ବିଧାନସଭା ତିଆରି ହେବ। ପୁରୁଣା ବିଲ୍ଡିଂର ରୂପରେଖା ବଦଳାଯିବ।
ସେହିପରି ମନ୍ତ୍ରୀ କହିଛନ୍ତି ଚନ୍ଦ୍ରଶେଖରପୁରରେ ଓଡ଼ିଶା ମଣ୍ଡପ ନିର୍ମାଣ ହେବ। 10,000 ଲୋକ ବସିବା କ୍ଷମତାର କନଭେନସନ ସେଣ୍ଟର ରହିବ। ଅନ୍ୟପକ୍ଷରେ ପୁରୀ ବଡ଼ଦାଣ୍ଡରେ ସବୁଦିନ ପାଇଁ ମଦ ଏବଂ ଆମିଷ ମଧ୍ୟ ବନ୍ଦ ହେବ। ଶ୍ରୀମନ୍ଦିର ବଡ଼ଦାଣ୍ଡରେ 2 କିଲୋମିଟର ପରିଧିରେ କୌଣସି ପ୍ରକାର ମଦ ବାର୍ ବା ଆମିଷ ବିକ୍ରି ହେବ ନାହିଁ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ। ଆଧାର କାର୍ଡ ଅପଡେଟ୍ ହାତରେ ମାତ୍ର ଆଉ 9 ଦିନ ରହିଲା। ତେଣୁ ସରକାରୀ ହଉ ବା ବେସରକାରୀ ହଉ ଆଧାର ବିନା କୌଣସି କାମ ମୁସ୍କିଲ। ତେବେ ଆଧାର କାର୍ଡ ଅପଡେଟ୍ ନ କରିଥିଲେ ଗୁରୁତ୍ୱପୂର୍ଣ୍ଣ କାମ ଏବେ ହେବ ନାହିଁ। ସରକାର ବାରମ୍ବାର ତାଗିଦ ମଧ୍ୟ କରିଛନ୍ତି। ତେଣୁ ଆପଣଙ୍କୁ ଆଧାର କାର୍ଡ ଅପଡେଟ୍ କରିବା ନିହାତି ଆବଶ୍ୟକ। ଏ ନେଇକି ଆଧାର କାର୍ଡ ଅପଡେଟ୍ ଆଉ ମାତ୍ର 8 ଦିନ ରହିଲା ବୋଲି କୁହାଯାଉଛି। ଆଧାର କାର୍ଡ ଯଦି ଆପଣମାନେ ଅପଡେଟ୍ କରେଇନାହାନ୍ତି, ଆଧାର କାର୍ଡ ଅପଡେଟ୍ କରେଇ ନିଅନ୍ତୁ। ଆଧାର କାର୍ଡ ଅପଡେଟ୍ କରିବା ପାଇଁ ଆପଣଙ୍କୁ ବ୍ୟାଙ୍କକୁ ଯିବା ପାଇଁ ପଡ଼ିବ। ଯଦି ଆପଣଙ୍କର ଆଧାର କାର୍ଡ ଏପର୍ଯ୍ୟନ୍ତ ଅପଡେଟ୍ ହୋଇନାହିଁ, ତୁରନ୍ତ ଅପଡେଟ୍ କରେଇ ନିଅନ୍ତୁ। 10 ବର୍ଷ ପୂର୍ବେ ଯଦି ଆପଣଙ୍କର ଆଧାର କାର୍ଡ ଏପର୍ଯ୍ୟନ୍ତ କୌଣସି ଅପଡେଟ୍ ନାହିଁ, ତୁରନ୍ତ ଅପଡେଟ୍ କରିଦିଅନ୍ତୁ। ସରକାର କହିଛନ୍ତି ଆଧାର କାର୍ଡ 10 ବର୍ଷ ପରେ ଆପଣଙ୍କର ଭ୍ୟାଲୁ ରହିବ ନାହିଁ ବା ଆଧାର କାର୍ଡ କୌଣସି କ୍ଷେତ୍ରରେ ଚାଲିବ ନାହିଁ। ତେଣୁ କୁହାଯାଉଛି ଯେ ଡେଡଲାଇନ୍ ଏପର୍ଯ୍ୟନ୍ତ ସରିଯିବ। 8 ଦିନ ଭିତରେ ଯଦି ଆପଣ କରିବେ ବିନା ଅର୍ଥରେ ବା ଫ୍ରିରେ କରିପାରିବେ ଆଧାର କାର୍ଡ ଅପଡେଟ୍। ଯଦି ଆପଣ 8 ଦିନ ପରେ କରୁଛନ୍ତି, ଆପଣଙ୍କୁ ଟଙ୍କା ଏକ୍ସଟ୍ରା ଲାଗିବ ବୋଲି କୁହାଯାଉଛି। ଶ୍ରୀ ଲିଙ୍ଗରାଜ ବ୍ରାହ୍ମଣ ନିଯୋଗରେ ନବନିର୍ବାଚିତ ବୋର୍ଡ ଏବଂ ପୂର୍ବତନ ବୋର୍ଡ ସଦସ୍ୟଙ୍କ ମଧ୍ୟରେ ପୁଣି ବିବାଦ ତୁଟିବାର ନାଁ ଧରୁନି। ଜାନୁଆରୀ ନିର୍ବାଚନ ପରେ ନାରାୟଣ ମହାପାତ୍ର ନିଯୋଗର ପ୍ରାଥମିକ ଦାୟିତ୍ୱ ନେଇ ମହାପ୍ରଭୁଙ୍କର ସେବା କାର୍ଯ୍ୟରେ ସୁପରିଚାଳନା କରି ଆସୁଥିଲେ ମଧ୍ୟ ବିରଞ୍ଚି ପତିଙ୍କ ପୁରାତନ ବୋର୍ଡ ଏପର୍ଯ୍ୟନ୍ତ ଆର୍ଥିକ ଦାୟିତ୍ୱ ହସ୍ତାନ୍ତର କରିନାହାନ୍ତି। ଇତିମଧ୍ୟରେ ନାରାୟଣ ମହାପାତ୍ର ନିଯୋଗ ପ୍ରତିନିଧିର ସରକାର ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ମନୋନୀତ କରିଛନ୍ତି। ଏନେଇକି ଉଭୟ ପକ୍ଷର ଅସନ୍ତୋଷ ତୀବ୍ର ହୋଇଛି। ବିରଞ୍ଚି ପତିଙ୍କ ପୁରାତନ ବୋର୍ଡ ରବିବାର ଦିନ ଚନ୍ଦନ ଭୋଜିର ଆୟୋଜନ ବିବାଦକୁ ଆହୁରି ବଢିଛି। ପୁରୁଣା ବୋର୍ଡର ସଦସ୍ୟମାନେ ଅଫିସର ତାଲା ପକେଇ ଭାଙ୍ଗିବା ନେଇ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି। ଏଭଳି ପରିସ୍ଥିତିରେ ରବିବାର ହେବାକୁ ଥିବା ଚନ୍ଦନ ଭୋଜିରେ ଭୀଷଣ ଗଣ୍ଡଗୋଳ ମଧ୍ୟ ଉପୁଜିଛି। ସୁଭଦ୍ରା ଟଙ୍କାକୁ ନେଇକି ଉପମୁଖ୍ୟମନ୍ତ୍ରୀଙ୍କର ବଡ଼ ଅପଡେଟ୍। କହିଛନ୍ତି କଥା ଦେଇ କଥା ରଖିଲୁ। 1 କୋଟି ପାର ହୋଇଗଲା, ସୁଭଦ୍ରା ଟଙ୍କା ପାଇଛନ୍ତି। ଏବେ ମଧ୍ୟ ରାଜ୍ୟରେ କଲେଜ ପିଲାଠୁ ଆରମ୍ଭ କରିକି ନୂଆ ନୂଆ ଲୋକ ଆବେଦନ କରିଛନ୍ତି, ଯାହାକୁ ମିଳିବ ଏକା ସାଙ୍ଗରେ 3ଟି କିସ୍ତି 15,000 ଟଙ୍କା। ଯେଉଁମାନେ ପ୍ରଥମ ଦ୍ୱିତୀୟ କିସ୍ତି ପାଇନାହାନ୍ତି ସେମାନେ 15,000 ପାଇବେ। ଯେଉଁମାନେ ପାଇଛନ୍ତି ସେମାନେ 5,000 ଟଙ୍କା ପାଇବେ। ତାଙ୍କ ମଧ୍ୟରୁ କିଛି ଅଯୋଗ୍ୟ ହିତାଧିକାରୀ ମାନେ ପ୍ରଥମ କିସ୍ତି ହାତେଇ ନେଇଥିଲେ, ତାଙ୍କୁ ଦ୍ୱିତୀୟ କିସ୍ତି ମଧ୍ୟ ମିଳିନି। ତେଣୁ ଏନେକି ଫିଜିକାଲ ଭେରିଫିକେସନ ହେବ। ଯେଉଁମାନେ ପ୍ରକୃତ ଯୋଗ୍ୟ ତାଙ୍କୁ ମିଳିବ, ଯେଉଁମାନେ ପ୍ରକୃତ ଯୋଗ୍ୟ ନୁହେଁ ତାଙ୍କୁ ଆଉ ମିଳିବ ନାହିଁ। ଏନେକି ସରକାର ତରଫରୁ ମଧ୍ୟ ବଡ଼ ଘୋଷଣା ହୋଇଛି। ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ପ୍ରତି ମାସରେ 3,000 ଟଙ୍କା ପେନସନ। ତେବେ ଭାରତ ସରକାର କୃଷକମାନଙ୍କୁ ଆର୍ଥିକ ସ୍ତରରେ ସଶକ୍ତ କରିବା ପାଇଁ, ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଅନେକ ଯୋଜନା ଚଳାଉଛନ୍ତି। ତା ମଧ୍ୟରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଜନା ଅଛି ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା। ଏହି ଯୋଜନା ଅଧୀନରେ 60 ବୟସ ବୃଦ୍ଧମାନଙ୍କୁ ବା କୃଷକମାନଙ୍କୁ ପ୍ରତି ମାସ 3,000 ଟଙ୍କା ପେନସନ ପ୍ରଦାନ କରାଯାଉଛି। ବାର୍ଷିକ 36,000 ଟଙ୍କା ହେଉଛି। ଏହି ଯୋଜନା ଖାସ କରି ଛୋଟ ଏବଂ ସୀମାନ୍ତ କୃଷକ ବୃଦ୍ଧା ଅବସ୍ଥାରେ ଆର୍ଥିକ ସ୍ୱାବଲମ୍ବୀ ହେବା ପାଇଁ ବିଭାଜନ କରାଯାଇଛି। ତା ସହିତ ମଧ୍ୟ କୁହାଯାଉଛି ଯେ ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନାରେ ଏଥର ସମସ୍ତେ ପାଇବେ। କେଉଁମାନେ ପାଇବେ ଜାଣି ନିଅନ୍ତୁ। ଏହି ଯୋଜନାରେ କୃଷକ ନିଜ ବୟସ ଅନୁସାରେ ପ୍ରତି ମାସରେ 55ରୁ 200 ଟଙ୍କା ଜମା କରିବାକୁ ପଡ଼ିବ। ଆଉ ଯେତେବେଳେ 60 ବୟସ ହୋଇଯାଇଥିବ, ମାସକୁ 3,000 ଟଙ୍କା ପେନସନ ମଧ୍ୟ ପାଇବେ। ଏନେଇକି ସରକାର ତରଫରୁ ମଧ୍ୟ ବଡ଼ ଘୋଷଣା କରାଯାଇଛି। ତେଣୁ ଏ ବିଷୟରେ ପୁରା ଡିଟେଲ ଜାଣିବା ପାଇଁ ହେଲେ ଆପଣମାନେ ଜନସେବା କେନ୍ଦ୍ର ନହେଲେ ବ୍ୟାଙ୍କରେ ଯାଇକି ସମ୍ପର୍କ କରାନ୍ତୁ, ଯାହାଫଳରେ ଆପଣ ମଧ୍ୟ ପେନସନ ଭାଗିଦାରୀ ହୋଇପାରିବେ। ସୁବର୍ଣ୍ଣପୁରରେ 323 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରକଳ୍ପର 6ଟି ଭିନ୍ନ ଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ପ୍ରକଳ୍ପ ମଧ୍ୟରେ 80 କୋଟି ଟଙ୍କାର 11ଟି ପ୍ରକଳ୍ପ ଉଦ୍ଘାଟିତ ହୋଇଥିବା ବେଳେ 244 କୋଟି ଟଙ୍କାର 45ଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଏଥିରେ ମଧ୍ୟ ରହିଛି ସଡ଼କ ନିର୍ମାଣ, ଜଳସେଚନ ସେତୁ, ସ୍ୱାସ୍ଥ୍ୟସେବା ପ୍ରକଳ୍ପ, ମେଗା ଉଠା ଜଳସେଚନ ପ୍ରକଳ୍ପ, ଛାତ୍ରାବାସ ଆଦି। ଏପରିକି ମୁଖ୍ୟମନ୍ତ୍ରୀ ସୁବର୍ଣ୍ଣପୁର ଜିଲ୍ଲାରେ 4ଟି ନଦୀଗର୍ଭ ଜଳାଶୟ ନିର୍ମାଣ ପାଇଁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ଆମେ ପ୍ରତିଶ୍ରୁତି ଦେଇଥିବା 21ଟି କାର୍ଯ୍ୟକ୍ରମ ମଧ୍ୟରୁ 1 ବର୍ଷ ଭିତରେ 11ଟି କାର୍ଯ୍ୟକାରୀ କରିଛୁ। ଓଡ଼ିଶାର ରାଜନୈତିକ ସାଂସ୍କୃତିକ ମାନଚିତ୍ରରେ ସୁବର୍ଣ୍ଣପୁର ଏକ ସ୍ୱତନ୍ତ୍ର ସ୍ଥାନ କରିଛି।
ହସ୍ତଶିଳ୍ପ ବୟନଶିଳ୍ପରେ ଜିଲ୍ଲାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଛି। ତେବେ କୁହାଯାଉଛି ସନ୍ଥ କବି ଭୀମ ଭୋଇଙ୍କ ସିଦ୍ଧି ସାଧନା ପାଇଁ ଏଠାରେ ଜଗନ୍ନାଥ ପାତାଳି ହୋଇଥିବାରୁ ମାଟି ପବିତ୍ର ହୋଇଛି। ଆହୁରି ମଧ୍ୟ କହିଛନ୍ତି ଯେ ଏଠାରେ ମଧ୍ୟ ପିଏମ୍ କିଷାନ ଓ ସିଏମ୍ କିଷାନ ବର୍ଷକୁ 10,000 ଟଙ୍କା ଦିଆଯାଉଛି। ଅଦିନିଆ ବର୍ଷାରେ ଫସଲ କ୍ଷତିଗ୍ରସ୍ତ ହେଲେ ଚାଷୀ କିଭଳି କ୍ଷତିପୂରଣ ପାଇବେ ସେ ନେଇକି ମଧ୍ୟ ଆମ ସରକାର ବ୍ୟବସ୍ଥା କରୁଛନ୍ତି। ଏଲନ୍ ମସ୍କଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ, ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ। ଥମିବାର ନାଁ ନେଉନାହିଁ ଟ୍ରମ୍ପ ଏବଂ ମସ୍କଙ୍କ କଳି। ଦିନକୁ ଦିନ ଦୁଇ ଜଣଙ୍କ ମଧ୍ୟରେ ଫାଟ ବଢୁଛି, ଦାଣ୍ଡରେ ପଡ଼ି ହାତରେ ଗଡୁଛି। ଟେସ୍ଲା ମାଲିକ ଏଲନ୍ ମସ୍କ କମ୍ପାନୀ ସହିତ ସରକାରୀ ଚୁକ୍ତି ସମୟ ଏବଂ ସବସିଡି ବନ୍ଦ କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି। ଏହା ସହିତ ବିରୋଧୀ ଡେମୋକ୍ରାଟିକ ପାର୍ଟି ଆର୍ଥିକ ସହାୟତା ଯୋଗାଇଲେ ମସ୍କଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପ ମନକୁ ଯାହା ଆସୁଛି ମନ ଇଚ୍ଛା ନିଷ୍ପତ୍ତି ନେଉଛନ୍ତି, ଯାହା ଫଳରେ ତାଙ୍କର ବିରୋଧୀ ମଧ୍ୟ ଅଧିକ ହୋଇଗଲେଣି। ଆସନ୍ତୁ ଯୋଜନା ବିଷୟରେ ଜାଣିବା। ଦେଖନ୍ତୁ ପିଏମ୍ କିଷାନ ଟଙ୍କା ଏଇ ମାସରେ 20ତମ କିସ୍ତି ମିଳିବା ପାଇଁ ଯାଉଛି। ଯେଉଁ ଚାଷୀମାନେ 19ତମ କିସ୍ତି ପାଇନାହାନ୍ତି ସେମାନେ 20ତମ କିସ୍ତି ଜୁନ୍ ମାସରେ ମିଳିବ। ତାପରେ ଅନ୍ତର୍ଦେୟ ଗୃହ ଯୋଜନା ଏବଂ ପିଏମ୍ ଆବାସ ଯୋଜନା ଘର ମଧ୍ୟ ଏବେ ମିଳିବ। ଏନେକି ସରକାରଙ୍କ ନିଷ୍ପତ୍ତି। ଏବେ ସର୍ଭେ ଚାଲିଛି। ସର୍ଭେ ସରିଲା ପରେ ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କୁ ଘର ମଧ୍ୟ ମିଳିବ। ଆଉ ସୁଭଦ୍ରା ଟଙ୍କା ରକ୍ଷାବନ୍ଧନ ଦିନ ମଧ୍ୟ ମିଳିବ ବୋଲି ଆପଣମାନେ ଜାଣି ନିଅନ୍ତୁ। ତା ସହିତ ମଧ୍ୟ ଚାଷୀଙ୍କ ପାଇଁ ଏଥର ଆର୍ଥିକ ସହାୟତା ଦେବେ ସରକାର। ଏଥର କୁହାଯାଉଛି ଯେ କିଷାନ କ୍ରେଡିଟ୍ କାର୍ଡରେ ଯୋଉ 2 ଲକ୍ଷ ଥିଲା ଆକୁ ବଢାଯାଇ 5 ଲକ୍ଷ କରାଯାଇଛି। 5 ଲକ୍ଷ ପର୍ଯ୍ୟନ୍ତ ସହାୟତା ପାଇପାରିବେ ପୁଣି ଜିରୋ ଇଣ୍ଟରେଷ୍ଟରେ। ସ୍ୱୟଂ ସହାୟକ ଗୋଷ୍ଠୀକୁ ମଧ୍ୟ 1 ଲକ୍ଷ ଟଙ୍କା ଋଣ ପୁଣି ବିନା ସୁଧରେ। ଛାତ୍ରଛାତ୍ରୀଙ୍କୁ ମଧ୍ୟ 5,000 ଟଙ୍କା ମାଧସିଂ ଯୋଜନା ନାଁରେ ପୁଣି ମିଳିବ। ପ୍ରକୃତ ହିତାଧିକାରୀ ମାନେ ଯୋଉମାନେ ଯୋଗ୍ୟ ତାଙ୍କୁ ସରକାର ଦେବେ। ତେବେ ତେବେ ଇଏ ଥିଲା ଆଜିର କିଛିଟା ଦେଶ ବିଦେଶର ଖବର। ଯଦି ଭଲ ଲାଗିଲା ଲାଇକ୍ କରିବେ ଆଉ ଚ୍ୟାନେଲ ନୂଆ ଥିଲେ ସବସ୍କ୍ରାଇବ କରିବେ। ଜୟ ଜଗନ୍ନାଥ।